ପାଟଣା ବନାଞ୍ଚଳ ଅନ୍ତର୍ଗତ ବଣ ମହଲଡିହା ସାପ୍ତାହିକ ହାଟରେ ଗତ ସନ୍ଧ୍ୟାରେ ବାରହା ମାଂସ ବିକ୍ରି କରୁଥିବା ବେଳେ ଜଣେ ଯୁବକକୁ ମାଡ଼ି ବସିଲା ବନ ବିଭାଗ। ସୂଚନା ଅନୁସାରେ ଗତକାଲି ବଣ ମହଲଡିହା ଗ୍ରାମର ପାତମୁଣ୍ଡା ସେହି ଗ୍ରାମରେ ଜଣେ ବ୍ୟକ୍ତି ମାଂସ ବିକ୍ରି କରୁଥିବା ନଜର ପଡ଼ିବା ପରେ ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ପାଟଣା ବନାଞ୍ଚଳ ଅଧିକାରୀ ବନ ବିହାରୀ ସର୍ଦ୍ଦାର ପାଟଣା ବନପାଳ ନିରଞ୍ଜନ ସେଠୀ ଓ ତୋଣ୍ଡ ବନରକ୍ଷୀ ଦେବଯାନୀ ମହାନ୍ତ ସମ୍ମୁଖ ଘଟଣାସ୍ଥଳରେ ପହଞ୍ଚି ସତ୍ୟାସତ୍ୟ ଯାଞ୍ଚ କରିଥିଲେ। ରୋହିଣୀ ଦୁମା ଗ୍ରାମର ଶମ୍ଭୁ ମହାନ୍ତଙ୍କ ପୁଅ ହରିଶ୍ଚନ୍ଦ୍ର ମହାନ୍ତ ବୟସ 25 ବର୍ଷ ତାକୁ ଗିରଫ କରିଥିଲେ। ଏପରିକି ହରିଶ୍ଚନ୍ଦ୍ରଙ୍କ ଘରୁ ମଧ୍ୟ ବାରହା ମାଂସ ବନ ବିଭାଗ ଜବତ କରିଥିଲା। ମୟୂରଭଞ୍ଜ ଜିଲ୍ଲା ଭିକାରାନ୍ଦା ହାଟରୁ ମାଂସ ଆଣି ଏଠାରେ 300 ଟଙ୍କା କିଲୋରେ ବିକ୍ରି କରୁଥିଲେ। ଆଜି ବନ ବିଭାଗ କେସ୍ ନମ୍ବର 53P2025/26 ଅନୁଯାୟୀ ହରିଶ୍ଚନ୍ଦ୍ରଙ୍କୁ ବନ ବିଭାଗ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। କେନ୍ଦୁଝରରୁ ଦଶରଥ ୱାର୍କିଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।